ମନ୍ମନା ମୋତେ ତୁମର ମନକୁ ଦିଅ, ମୋର ଭକ୍ତ ହୁଅ, ମୋର ଭକ୍ତ ହୁଅ। ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତି କରିବା, ବିଭିନ୍ନ ନାମ କୀର୍ତ୍ତନ କରିବା, ଯାହା ଯାହା ଆମ ନବଦା ଭକ୍ତି କହିଲେ ନବଦା ଭକ୍ତି କରିବା। ହଁ, ତାପରେ କହିଲେ କ'ଣ ନା ମଜ୍ଜା ଆଜି ମାନେ ମୋତେ ପୂଜା କର। ଷୋଡ଼ଶ ଉପଚାରରେ ଆମର ଏଠି ପୂଜା ହେଉଛି। ଆମ ଘରେ ଷୋଡ଼ଶ ଉପଚାର ନହେଲେ ମଧ୍ୟ କିଛି ତ କରିବା। ତାପରେ ଲାଷ୍ଟକୁ କହିଲେ ଯଦି କୌଣସି ବ୍ୟକ୍ତି କହିବ ଆଜ୍ଞା ମୋ ମନ ବଡ଼ ଚଞ୍ଚଳ, ମୋ ମନ ଲାଗୁନି ଆପଣଙ୍କ ପାଖରେ, କହିଲେ ଠିକ୍ ଅଛି, ତୁମ ମନ ଯଦି ଲାଗୁନି ମୋର ଭକ୍ତି କର, ମାଳା ଜପ କର ହରେ କୃଷ୍ଣ ମହାମନ୍ତ୍ର। ଆଚ୍ଛା ଠିକ୍, କି କହିବ ଆଜ୍ଞା ମୋର ମାଳାରେ ହେଲେ ମନ ଲାଗୁନି ମୋର। ଆଚ୍ଛା ଠିକ୍ ଅଛି, ତୁମର ମାଳାରେ ମନ ଲାଗୁନି ନା, ଠିକ୍ ଅଛି, ଧୂପ ଦୀପ ଚନ୍ଦନ ଫୁଲ ଏସବୁ ଆଡ଼େ ମୋତେ ଟିକେ ପୂଜା କର। କେଉଁ ଆଜ୍ଞା ପୂଜା କରିବାକୁ ହେଲେ ମୋତେ ସମୟ ହେଉନି, ମୋର ଏତେ ଡ୍ୟୁଟି ଅଛି, ମୋତେ ସମୟ ହେଉନି। କହିଲେ ଠିକ୍ ଅଛି ବାବା, ତୁମର ଯଦି ପୂଜା କରିବାକୁ ହେଲେ ସମୟ ହେଉନି, ଘରେ ତ ଗଦି ପକେଇକି ଘଣ୍ଟା ଘଣ୍ଟା ଶୋଉଛ ନା, ତ ଭଗବାନ ପାଖକୁ ଆସି ଗୋଟେ ଲମ୍ବା ହେଇକିରି ମୁଣ୍ଡିଆଟେ ମାରିକି ଯାଅ, ପ୍ରଣାମ କରିକି ଯାଅ। ହାଁ, ଏ କ'ଣ କଷ୍ଟ କି? ପ୍ରଣାମ କରି ଏଇଟା କ'ଣ କଷ୍ଟ? କ'ଣ ପଇସା ଲାଗୁଛି? ହାଁ, କିଛି ପଇସା ଲାଗୁନି।